ଏଇ ଆରେ ମଉସା, ଆରେ ଇଏ କୁଆ ଯାଉଛନ୍ତି ଅଟୋରେ ନେଇକି? ଆଉ ମୁଁ କିଛି ଜାଣିପାରୁନି, ଟିକେ କହୁନ। ଭାରି ଜୋରରେ ଆବାଜ ଶୁଭା ଯାଉଛି, କ'ଣ ଘଟଣା ଘଟି ଯାଇଛି କି? ହେଠି ଜାଣୁଛ, ଆଉ ଜାଣିଛ ସେ ଯୋଉ ତଇଲା ଗ୍ରାମରେ 3 ଦିନ ଯଜ୍ଞ ହଉଛି ଶିବଙ୍କ ମନ୍ଦିର। ଗୋଟେ କାମ କରିବା, ଚାଲ ରୋଷେଇବାସ ଜାଣିକି ଏଇ ଚାଲ ସେଇଠି ହଉଛି, ଆମେ ଭୋଜି ଖାଇବାକୁ ଯିବା। 3 ଦିନ ତ ଅରୁଆ ଡାଲମା ହବ, ଆଉ ଖଟା ବି ହେଇଛି। ସତ କହୁଛ? ମୁଁ ଜାଣିପାରୁନି। ଚାଲୁନ ଯିବା ଆମେ ଭୋଜି ଖାଇବାକୁ। ଆଉ କ'ଣ କରିବା ଯେ, ସେଟା ଘରେ ତ ପଇସା ପତ୍ର ନାହିଁ, ସେଟା ମାଗଣା ଖାଇକି ବୋଧେ ବଞ୍ଚିବା। ଆଉ ତ କିଛି ଉପାୟ ନାହିଁ। ହ୍ୟାଲୋ ରଣ୍ଡ, ତୁ କ'ଣ କହୁଛୁ? ବାଡ଼ି ପଡ଼ା ଖାଇବାକୁ ଯିବୁଟି? ଭୋଜି ଭଲ ହେଇଥିଲା କିରେ? ଆଉ କିଛି କହୁନ କ'ଣ ପାଇଁ? ମୁଁ ଯାଇଥିଲି ଖାଇବାକୁ ଯେ ଡାଇରିଆ ହେଇଯାଇଛି, ପୁରା ବେକାର ଭୋଜି ହେଇଥିଲା। କ'ଣ କହୁନି, ଛାଡ଼ ଏମିତି ପାଖରେ ଭୋଜି କଥା ମୁଁ କେବେ ଜୀବନରେ ଖାଇନଥିଲି। ଏଇଠି ଏଇ ବାଡ଼ିପଡ଼ା ଭୋଜି ଯଦି ଖାଇବାର ଥିଲେ କାହିଁ ଯାଉଥିଲୁ? ଖାଇ ଦଉଛୁ, ଦିଅକୁ ପଛେ ଦକୁ ଏମିତି କହୁଛୁ। ଆଉ ବାଡ଼ିପଡ଼ା ତୋର ପକୋଡ଼ା ପଡ଼ିବାର ଭଲ ମଜା ଲାଗିଲା। ଏ ଯୋଉ ୱାଓ ଖଟାଟା ଭାରି ଟେଷ୍ଟି ହେଇଥିଲା। ଜାଣିଛୁ, ସେ ଯୋଉ ତା ପାଖରେ ଯୋଉ ମାଇକିନା ବସିଥିଲା, ଭାରି ଭଲ ମାଇକିନାଟା। ମୁଁ ଯୋଉ ତା ପାଖରେ ବସିଥିଲା ନା, ସେ ଝିଅଟା ପରା ମୋର ଖାଲି କରେଇ ଆଖି ମାରୁଥିଲି ଯେ, ଶଳା ମାଇକିନା ପାଖକୁ ଯାଉଥିଲା। ସେ ଝିଅଟା ବିଲକୁଲ ଛାଡ଼